ହଜାରେ ରାତି ଏକା କାନ୍ଦିକି ବିତେଇଛି। ହଜାରେ ଦିନ ବାହାରେ ଖଟିକି ଉପାସ ରହିକି ବିତେଇଛି। କିଛି ଲୋକ ଭାବୁଛନ୍ତି ମୋତେ ମାନେ ମେଣ୍ଟାଲି ହାରେସ୍ କରିକି କି ତାଙ୍କର ମାନେ କିଛି ବି ଗୋଟେ କରିକି ମୋତେ ସେ ଡିମୋଟିଭେଟ୍ କରିଦେବେ। ଲାଇଫ୍ରେ ଗୋଟେ ଏମିତି ସିଚୁଏସନ୍ ଆସେ ଯେଉଁଠି ମୋତେ ଡିମୋଟିଭେଟ୍ ହେବାର ଥିଲା, ସେଠି ମୁଁ ମୋଟିଭେଟ୍ ହେଇକି ଆସିଛି। ଆଉ କିଛି ଲୋକ ଭାବୁଛନ୍ତି କି ତ ଏବେ ସିଚୁଏସନ୍ ଅଛି, ତା ଖରାପ ସିଚୁଏସନ୍ ଚାଲିଛି, ତ ଦେନ୍ ଆମେ ତା ଉପରେ ପ୍ରେସର୍ କ୍ରିଏଟ୍ କରିକି ତ ତାକୁ ଆମେ ଡିମୋଟିଭେଟ୍ କରିକି ତା କ୍ୟାରିୟରକୁ ଏଣ୍ଡ କରିଦେବା। ଭାଇ ଭୁଲିବନି କେବେ। ଆଉ ଏଇଟା ବି ମୁଁ ଗର୍ବର ସହିତ କହୁନି, ମୁଁ ଯେଉଁ ଜାଗା ଦେଇକି ଆସିଛି ତୁମେ ସେ ଜାଗା ଦେଇକି ଆସିଥିଲେ ମେ ବି ଆଇଦର ତୁମେ ପାଗଳ ହେଇଯାଇଥାନ୍ତ, ଆଇଦର ତୁମେ ସୁସାଇଡ଼୍ କରିଦେଇଥାନ୍ତ। ତ ସେ ଜାଗା ଦେଇକି ବି ମୁଁ ଆସିଛି। ତ ମୁଁ ଭିଡ଼ିଓ ଏବେ କାହିଁକି କରୁଛି ସେଇଟା ବି ମୁଁ ଜାଣିନି। ହୁଏତ ମୋ ପାଖରେ ବହୁତ ଜଣ ଅଛନ୍ତି, କିନ୍ତୁ ମୁଁ କାହାକୁ ସେୟାର କରିପାରୁନି, ସେଥିପାଇଁ ମୁଁ ଭିଡ଼ିଓରେ ସେୟାର କଲି। ମେ ବି କାହାକୁ ଦେଖିବାକୁ ଭଲ ଲାଗିଥାଇପାରେ, ମେ ବି କାହାକୁ ଦେଖିବାକୁ ଖରାପ ଲାଗିପାରେ, କିନ୍ତୁ ରିଏଲ୍ ଷ୍ଟୋରି। ଆଉ ସବୁଠାରୁ ଏଇଟା ମାନେ ଗୋଟେ ଖରାପ ଲାଗେ କି ଆମେ ମାନେ ଯାହା ପାଇଁ ସବୁ କିଛି କରିଥାଉ ସିଏ ଏଣ୍ଡ ମୋମେଣ୍ଟରେ ବୁଝେନି। ସେ ଏମିତିକି ଘର ଲୋକ ହୁଅନ୍ତୁ କି ପ୍ରେମିକା ହେଉ କି ଅଫିସ୍ର କିଏ ବି ହେଉ, ଆଉ ସବୁଠାରୁ ବେଶୀ ତ ଅଫିସ୍ ପଲିଟିକ୍ସ ସେ ଲାଇଫ୍ଟାକୁ ସ୍ପଏଲ୍ କରିଦିଅନ୍ତି। ଅଫିସ୍ ପଲିଟିକ୍ସ। ମୁଁ କର୍ପୋରେଟ୍ ସେକ୍ଟରରେ 4 ବର୍ଷ 4.5 ବର୍ଷ ହେଲା କାମ କରୁଛି। ଗୋଟେ ଖରାପ କମ୍ପାନୀରେ ଗୋଟେ ମଣିଷ କାମ କରିପାରିବ, କିନ୍ତୁ ଗୋଟେ ଖରାପ ବସ୍ ପାଖରେ କେବେ କାମ କରିପାରିବନି। ଆଉ ଗୋଟେ ବସ୍ କେବେ ବି ଖରାପ ହେଇନଥାଏ, ତାକୁ କମ୍ପାନୀ ପ୍ରେସର୍ କରି ଖରାପ କରିଥାଏ। ତ ଠିକ୍ ଅଛି, ୟୋର୍ ଚଏସ୍। ଲାଷ୍ଟରେ ଏତିକି କହିବି, ଜୟ ଜଗନ୍ନାଥ, ଭଲରେ ରୁହନ୍ତୁ।